ଓ ମ୍ୟାଡ଼ାମ୍, ଆସ, ଶୀଘ୍ର ତୁମର ସାର୍ଟ କାଢ଼ି ପକାଅ। ପୋଲିସ ଅଧିକାରୀ ଆସିଲେ ଆପଣଙ୍କ ସହ ମଜା କରିବେ। ରାଜସ୍ଥାନର ରାଜଧାନୀ ଜୟପୁର ବାହାରୁ ସୁନ୍ଦର ଏବଂ ଶାନ୍ତ ଦେଖାଯାଏ, କିନ୍ତୁ ଭିତରେ ସମାନ ବିପଦପୂର୍ଣ୍ଣ ଏବଂ ଅସ୍ଥିର। ଗୋଲାପୀ କୋଠାର କାନ୍ଥ ପଛରେ ଏପରି ରାଜ୍ୟ ଅଛି ଯାହାକୁ ବହୁତ କମ୍ ଲୋକ ଦେଖିପାରନ୍ତି। କୁହାଯାଏ ଯେ ଜୟପୁର ଏପରି ଏକ ସହର ଯାହା କେବେ ଶୋଇନଥାଏ। ସାଧାରଣ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ସହରରେ କୌଣସି ସ୍ଥାନରେ ଏକ ନୂତନ ଅପରାଧ ସୃଷ୍ଟି ହେଉଥାଏ। ଜୟପୁର ମଧ୍ୟ ଏପରି ଅକଥିତ କାହାଣୀର ସାକ୍ଷୀ ଯାହା ପୋଲିସ ଫାଇଲରେ ପୋତି ହୋଇଯାଏ କିମ୍ବା ଖବରକାଗଜର ଶିରୋନାମାରେ ପହଞ୍ଚିବା ପୂର୍ବରୁ ଲିଭାଇ ଦିଆଯାଏ। ଏଏସ୍ପି କାବ୍ୟା ରାଠୋର ଏହି ସହରରେ ନିଯୁକ୍ତ ଥିଲେ। ବାହାରୁ କାବ୍ୟା ରାଠୋର ସୁନ୍ଦର, ଶାନ୍ତ ଏବଂ ସୁବ୍ୟବସ୍ଥିତ ଦେଖାଯାଉଥିଲେ, କିନ୍ତୁ ଗଭୀର ଭାବରେ ସେ ପଥର ପରି କଠୋର ଏବଂ ଅତ୍ୟନ୍ତ ଦୃଢ଼ ଥିଲେ। ସାରା ସହରରେ ତାଙ୍କ ନାମ ଶୁଣିଲେ ସବୁଠାରୁ କୁଖ୍ୟାତ ଅପରାଧୀମାନେ ମଧ୍ୟ ଭୟଭୀତ ହୋଇପଡ଼ୁଥିଲେ। ଲୋକମାନେ କହୁଥିଲେ ଯେ ଯଦିଓ କେହି ପ୍ରକୃତରେ ଅପରାଧୀ ନଥିଲେ, କାବ୍ୟା ରାଠୋରଙ୍କ ନାମ କେବଳ ଉଚ୍ଚାରଣ କଲେ ସେମାନେ ଭୟରେ ସେମାନଙ୍କର ଅପରାଧ ସ୍ୱୀକାର କରିନେବେ। ତାଙ୍କର କଠୋର ଏବଂ ଭୟଙ୍କର ପ୍ରତିଛବି ଏପରି ଥିଲା ଯେ ପ୍ରତ୍ୟେକ ଅପରାଧୀ ତାଙ୍କର କେବଳ ଗୋଟିଏ ନଜରରେ ଥରି ଉଠୁଥିଲେ। ବନ୍ଧୁଗଣ, କାବ୍ୟା ରାଠୋର ଏକ ଛୋଟ ଗାଁରୁ ଆସି ତାଙ୍କ କଠିନ ପରିଶ୍ରମ ବଳରେ ବଡ଼ ଏବଂ କଷ୍ଟକର ସହରରେ ଏଏସ୍ପି ହୋଇଥିଲେ। ତାଙ୍କ ଜୀବନ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନଥିଲା ଏବଂ ଏହି କାହାଣୀ ସେହି ଜୀବନର ଏକ ଅଂଶ। କାବ୍ୟା ଏପରି ଏକ ଅଞ୍ଚଳରୁ ଆସିଥିଲେ ଯେଉଁଠାରେ ଝିଅମାନେ ଚାରିକାନ୍ଥ ମଧ୍ୟରେ ସୀମିତ ଥିଲେ, କିନ୍ତୁ ସେ ପ୍ରତ୍ୟେକ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ଦେଇଥିଲେ, କଷ୍ଟ ସହ ଲଢ଼ିଥିଲେ ଏବଂ ତାଙ୍କର ସ୍ୱପ୍ନକୁ ସାକାର କରିଥିଲେ। ତାଙ୍କ ଆଖି ନ୍ୟାୟରେ ଝଲସୁଥିଲା ଏବଂ ତାଙ୍କ ହୃଦୟ ସତ୍ୟରେ ଜଳୁଥିଲା। ସେ କେବଳ ଜଣେ ଅଧିକାରୀ ନଥିଲେ, ସେ ବାରମ୍ବାର ଅନ୍ୟାୟର ସମ୍ମୁଖୀନ ହୋଇଥିବା ଲୋକଙ୍କ ପାଇଁ ଆଶା ଥିଲେ। ବାହାରେ ଯେତେ ଶାନ୍ତ ଏବଂ ସୁନ୍ଦର ଦେଖାଯାଉଥିଲେ, ସେ ଭିତରେ ସମାନ ଭାବରେ କଠୋର, ନିର୍ଭୀକ ଏବଂ ଦୃଢ଼ ଥିଲେ। କାବ୍ୟା ରାଠୋରଙ୍କର କେବଳ ଗୋଟିଏ ନୀତି ଥିଲା, ଯିଏ ଅନ୍ୟାୟ କରିବ, ସେ ନେତା ହୁଅନ୍ତୁ କିମ୍ବା ଅଧିକାରୀ ହୁଅନ୍ତୁ, ନିଶ୍ଚିତ ଭାବରେ ଦଣ୍ଡ ପାଇବ। ଏବଂ ଏହି କାରଣରୁ ଜୟପୁରର ଯେକୌଣସି ଅପରାଧୀ କାବ୍ୟା ରାଠୋରଙ୍କ ନାମ ଶୁଣିବା ମାତ୍ରେ ଭୟରେ ଥରି ଉଠୁଥିଲେ। ଦିନେ ସକାଳ ହୋଇଥିଲା। ଜୟପୁରର ଏକ ପୋଲିସ ଷ୍ଟେସନରେ ପୋଲିସ ଅଧୀକ୍ଷକ କାବ୍ୟା ରାଠୋର ତାଙ୍କ କେବିନରେ ବସି ଖବରକାଗଜ ପଢ଼ୁଥିଲେ। ତାଙ୍କ ହାତରେ ଏକ କପ୍ ଚା ଥିଲା। ସେ ଖବର ଦେଖିବା ପାଇଁ ଟିକିଏ ଚେଷ୍ଟା କରୁଥିଲେ, ସେତେବେଳେ ଦ୍ୱାର ଟିକିଏ ଖୋଲିଗଲା ଏବଂ ସାଙ୍ଗାନେର ମହିଳା ଜେଲରେ ରୋଷେଇ ଘରର ତତ୍ତ୍ୱାବଧାୟକ ଭାବରେ କାର୍ଯ୍ୟ କରୁଥିବା ଇନ୍ସପେକ୍ଟର ମହେଶ ପାଲ ଭିତରକୁ ଆସିଲେ। ତାଙ୍କ ମୁହଁ ଚିନ୍ତା ଏବଂ ଭୟରେ ପରିପୂର୍ଣ୍ଣ ଥିଲା। ସେ ସଙ୍କୋଚ କରି କହିଲେ, ମ୍ୟାଡାମ୍, ମୁଁ ଆପଣଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବାକୁ ଚାହୁଁଛି। କାବ୍ୟା ଉତ୍ତର ଦେଲେ, ହଁ ମହେଶ ପାଲ, ମୋତେ କୁହନ୍ତୁ, କ'ଣ ହୋଇଛି? ମହେଶ ପାଲ ଥରି ଉଠୁଥିବା ଭଏସରେ ଉତ୍ତର ଦେଲେ, ମ୍ୟାଡାମ୍, ସାଙ୍ଗାନେର ମହିଳା ଜେଲରେ କିଛି ବହୁତ ଭୁଲ ଘଟୁଛି। ମହିଳାମାନେ ସୁରକ୍ଷିତ ନୁହନ୍ତି। ରାତିରେ ସେମାନଙ୍କୁ ହଇରାଣ କରାଯାଉଛି, ସେମାନଙ୍କର ଶୋଷଣ କରାଯାଉଛି। କାବ୍ୟା କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ। ତାଙ୍କର ତୀକ୍ଷ୍ଣ ଦୃଷ୍ଟି ମହେଶ ପାଲଙ୍କ ମୁହଁ ଉପରେ ସ୍ଥିର ହୋଇଗଲା। ସେ କଠୋର ସ୍ୱରରେ ପଚାରିଲେ, ଆପଣ କ'ଣ କହୁଛନ୍ତି? ଆପଣ କେତେ ଗମ୍ଭୀର ଅଭିଯୋଗ କରୁଛନ୍ତି ତାହା କ'ଣ ଜାଣନ୍ତି? ମହେଶ ପାଲ ଭୟଭୀତ ହୋଇ କହିଲେ, ହଁ ମ୍ୟାଡାମ୍, ମୁଁ ଜାଣେ, କିନ୍ତୁ ଏହା ଏକ କଠୋର ସତ୍ୟ। ଦିନରେ ଡ୍ୟୁଟିରେ ଥିବା ପୋଲିସମାନେ ରାତିରେ ମହିଳା କଏଦୀମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି, ସେମାନଙ୍କୁ ଧମକ ଦିଅନ୍ତି, ଭୟଭୀତ କରାନ୍ତି ଏବଂ ସେମାନଙ୍କ ଅସହାୟତାର ସୁଯୋଗ ନିଅନ୍ତି। ଏଏସ୍ପି କାବ୍ୟା ରାଠୋରଙ୍କ କ୍ରୋଧ ତାଙ୍କ ଆଖିରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ କଠୋର ସ୍ୱରରେ ପଚାରିଲେ, ମହେଶ ପାଲ, ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି କି?
ମହେଶପାଲ କହିଲେ। ମହେଶପାଲ, ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି କି? ମହେଶପାଲ କହିଲେ, ମ୍ୟାଡାମ, ମୁଁ ନିଜ ଆଖିରେ ସବୁ କିଛି ଦେଖିଲି, କିନ୍ତୁ ପ୍ରମାଣ ସଂଗ୍ରହ କରିବା ମୋର କ୍ଷମତା ବାହାରେ ଥିଲା। ଯଦି ମୁଁ କହିଥାନ୍ତି ତେବେ ମୁଁ ମଧ୍ୟ ପୀଡ଼ିତ ହୋଇଥାନ୍ତି। ସେଥିପାଇଁ ମୁଁ ସାହସ ସଂଗ୍ରହ କରି ଆପଣଙ୍କ ପାଖକୁ ଆସିଛି। କାବ୍ୟା କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ। ତାପରେ ଗମ୍ଭୀର ସ୍ୱରରେ କହିଲେ, ଆପଣ ବହୁତ ସାହସ ଦେଖାଇଛନ୍ତି ମହେଶପାଲ, କିନ୍ତୁ ଯେତେବେଳେ ମୁଁ ଗତ ସପ୍ତାହରେ ଜେଲ୍ ଯାଞ୍ଚ କରିଥିଲି, ସେତେବେଳେ କାହିଁକି କୌଣସି ମହିଳା କଏଦୀ ମୋ ପାଖରେ ଅଭିଯୋଗ କରିନଥିଲେ? ମହେଶପାଲ କହିଲେ, ମ୍ୟାଡାମ, ସେଠାକାର ମହିଳାମାନେ ଭୟରେ ବଞ୍ଚନ୍ତି। ସେମାନଙ୍କୁ ଧମକ ଦିଆଯାଇଛି। କୁହାଯାଏ ଯେ ଯଦି କେହି କାହାକୁ କିଛି କଥା କୁହନ୍ତି, ତେବେ ସେମାନେ ଏପରି ପରିଣାମ ଭୋଗ କରିବେ ଯାହା ସେମାନେ କେବେ କଳ୍ପନା କରିପାରିବେ ନାହିଁ। ଏବେ ଏହି ପରିସ୍ଥିତିରେ ସେମାନଙ୍କ ପାଖରେ କହିବାର ସାହସ ନାହିଁ। ସେ ଆପଣଙ୍କ ନିକଟରେ ଅଭିଯୋଗ କରିପାରିଲେ ନାହିଁ। କାବ୍ୟାଙ୍କ ହୃଦୟ ଚିନ୍ତାରେ ପୂର୍ଣ୍ଣ ହୋଇଗଲା। ତାଙ୍କ ରକ୍ତ ଫୁଟି ଉଠିଲା। ସେ କଠୋର ସ୍ୱରରେ କହିଲେ, ମହେଶପାଲ, ତୁମକୁ ମୋତେ ସାହାଯ୍ୟ କରିବାକୁ ପଡ଼ିବ। ମୁଁ ଆଜି ସନ୍ଧ୍ୟାରେ ଏକ ଅଦ୍ଭୁତ ଯାଞ୍ଚ ପାଇଁ ସାଙ୍ଗେନାର ଜେଲକୁ ଆସୁଛି। ବନ୍ଧୁଗଣ, କାବ୍ୟା ରାଠୋରଙ୍କ ପରି ଅଧିକାରୀମାନେ ସମାଜର ପ୍ରକୃତ ମେରୁଦଣ୍ଡ। ପୋଲିସ ବିଭାଗରେ ଏପରି ସଚ୍ଚୋଟ ନିର୍ଭୀକ ଅଧିକାରୀ ବିରଳ। ସେ କେବେ ବି କୌଣସି ପୁରୁଷ କିମ୍ବା ମହିଳା, ବିଶେଷ କରି ମହିଳାମାନଙ୍କ ପ୍ରତି ଅନ୍ୟାୟ ହେବାକୁ ଦେଉନଥିଲେ। କାବ୍ୟା ଜଣେ ମହିଳା ହେବାର ଯନ୍ତ୍ରଣା ଭଲ ଭାବରେ ଜାଣିଥିଲେ। ସମାଜ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ କିପରି ପ୍ରଶ୍ନ କରେ, ବିନା କାରଣରେ ଦୁନିଆ ତାଙ୍କୁ କିପରି ଦୋଷ ଦିଏ, ଏବଂ କଷ୍ଟକର ସମୟରେ ତାଙ୍କ ସହିତ ଠିଆ ହେବାକୁ କେହି ନଥିଲେ। ସନ୍ଧ୍ୟାରେ କାବ୍ୟା ରାଠୋର ସାଙ୍ଗେନାରା ଜେଲରେ ପହଞ୍ଚିଲେ। ଜେଲ ଅଧୀକ୍ଷକ ତାଙ୍କୁ ନେଇଗଲେ। ବାହାରୁ ସବୁକିଛି ସମ୍ପୂର୍ଣ୍ଣ ବ୍ୟବସ୍ଥିତ ପରି ମନେ ହେଉଥିଲା, କିନ୍ତୁ କାବ୍ୟା ଜାଣିଥିଲା ଯେ ଏହି କାନ୍ଥ ପଛରେ ପ୍ରକୃତ ସତ୍ୟ ଲୁଚି ରହିଛି। ସେ ମହିଳା କଏଦୀମାନଙ୍କ ସହିତ ଗୋଟିଏ ପରେ ଗୋଟିଏ କଥା ହେଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି କିଛି କହିବାକୁ ଇଚ୍ଛୁକ ନଥିଲେ। ସମସ୍ତଙ୍କ ଆଖି ତଳକୁ ଖସି ଯାଇଥିଲା ଏବଂ ସେମାନଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। କାବ୍ୟା ବୁଝିପାରିଲେ ଯେ ପର୍ଯ୍ୟନ୍ତ ସେମାନେ ବିଶ୍ୱାସ ନ କରନ୍ତି, ସେ ପର୍ଯ୍ୟନ୍ତ କୌଣସି କଏଦୀ ସତ୍ୟ କହିବେ ନାହିଁ। ଯେତେବେଳେ କୌଣସି ମହିଳା କଥା ନ କହିଲେ, ସେ ଚୁପଚାପ ଫେରିଗଲେ। ପରଦିନ ସକାଳେ କାବ୍ୟା ତାଙ୍କ କେବିନରେ ଥିଲେ। ତାଙ୍କ ମୁହଁରେ ଚିନ୍ତା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଭାନ ହୋଇ ରହିଥିଲା, ସତ୍ୟକୁ କିପରି ବାହାର କରିବେ। ବହୁ ଚିନ୍ତା କରିବା ପରେ ସେ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଏବେ ପରଦା ଉଠାଇବାର ସମୟ ଆସିଥିଲା, କିନ୍ତୁ ସେ ଜାଣିଥିଲେ ଯେ ଏଥିପାଇଁ ତାଙ୍କୁ ନିଜକୁ ବିପଦରେ ପକାଇବାକୁ ପଡ଼ିବ। କାବ୍ୟା ନିଜକୁ ଏହି ପ୍ରଶ୍ନ ପଚାରିଥିଲେ, ହଁ, ଆଜି ରାତିରେ ମୁଁ ନିଜେ ଜେଲକୁ ଯିବି, କାହାକୁ କିଛି ନ କହି, ପୋଲିସ ପୋଷାକ ବିନା, କୌଣସି ପରିଚୟ ବିନା। ପ୍ରକୃତ ସତ୍ୟ ପ୍ରକାଶ ପାଇବାର ଏକମାତ୍ର ଉପାୟ ଏହା। ବନ୍ଧୁଗଣ, ଶେଷରେ ସେହି ରାତି ଆସି ପହଞ୍ଚିଲା। ସେହି ଅଶୁଭ ଭୟଙ୍କର ରାତି, ଯାହା ଏଏସ୍ପି କାବ୍ୟା ରାଠୋରଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ହଲାଇ ଦେଇଥିଲା। ଏକ ରାତି ଯାହା ତାଙ୍କୁ ମାନବିକତା, ଆଇନ ଏବଂ ଅନ୍ୟାୟର ଅନ୍ଧକାରମୟ ଛାୟା ସହିତ ମୁହାଁମୁହିଁ କରିଥିଲା। କିନ୍ତୁ ଏହା ଜାଣିବା ଆହୁରି ଗୁରୁତ୍ୱପୂର୍ଣ୍ଣ ଯେ ଏଏସ୍ପି ମ୍ୟାଡାମ କିପରି ସେହି ଅନ୍ଧାରର ସମ୍ମୁଖୀନ ହୋଇଥିଲେ। ସେ ପ୍ରତ୍ୟେକ ଚ୍ୟାଲେଞ୍ଜକୁ କିପରି ପରାସ୍ତ କରିଥିଲେ। ଶେଷରେ ସେ କିପରି ବିଜୟ ହୋଇଥିଲେ। ଏବଂ ସାଙ୍ଗେନାରା ଜେଲରେ ଭୟଙ୍କର ସତ୍ୟ, ଯାହା ଆପଣଙ୍କ ହୋସ ଉଡ଼ାଇ ଦେବ। ମୁଁ ଏହି କାହାଣୀକୁ ପରେ ଆପଣଙ୍କୁ ଏସବୁ ବିସ୍ତାର ଭାବରେ କହିବି, ତେଣୁ ଦୟାକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ତାରିଖ ଥିଲା ଅଗଷ୍ଟ 7, ମଙ୍ଗଳବାର। ରାତି ପ୍ରାୟ 9ଟା ଥିଲା। ଜୟପୁରର ପାଗ ଗରମ ଏବଂ ଘନ ଥିଲା। କିଛି ପୋଲିସ କର୍ମୀ ଜେଲ ପରିସରରେ କ୍ଳାନ୍ତ ହୋଇ ବସିଥିଲେ। କେତେକ ଆଳସ୍ୟପୂର୍ଣ୍ଣ ଭାବରେ ସେମାନଙ୍କର କର୍ତ୍ତବ୍ୟ କରୁଥିଲେ। ଅନ୍ୟମାନେ କେବଳ ଏକ ଆନୁଷ୍ଠାନିକ ସତର୍କତା ବଜାୟ ରଖିଥିଲେ। କିନ୍ତୁ କିଛି ଲୋକ ଥିଲେ, ଯେଉଁମାନେ ନିଜ ପୋଷାକର ଶକ୍ତିର ଅପବ୍ୟବହାର କରି ରାତିର ଅନ୍ଧାରରେ ମହିଳାଙ୍କ ବିରୁଦ୍ଧରେ ଅନୁପଯୁକ୍ତ କାର୍ଯ୍ୟ କରୁଥିଲେ। କେଉଁଠି ମଜା ନାମରେ ଅଶ୍ଳୀଳ କାର୍ଯ୍ୟ, କେଉଁଠି ଶୋଷଣ, କେଉଁଠି ଦୁଷ୍କର୍ମ, ଆଉ କେଉଁଠି ଭୟର ବାତାବରଣ କଏଦୀମାନଙ୍କ ସ୍ୱରକୁ ଦବାଇ ଦେଉଥିଲେ। ସେହି ରାତିରେ ପୋଲିସ ଅଧୀକ୍ଷକ ଏଏସ୍ପି କାବ୍ୟା ରାଠୋର
ଜଣେ କଏଦୀ ପୋଷାକ ପିନ୍ଧି ଗୁପ୍ତ ଭାବରେ ସାଙ୍ଗାନେରେ ମହିଳା କାରାଗାରରେ ପ୍ରବେଶ କରିଥିଲେ। ଏହି ମିଶନରେ ତାଙ୍କର କୌଣସି ସୁରକ୍ଷା ନଥିଲା, କୌଣସି ବ୍ୟାକଅପ୍, କୌଣସି ପରିଚୟ ଏବଂ ପଳାୟନ ରାସ୍ତା ନଥିଲା। ଲୋକମାନେ କୁହନ୍ତି ଯେ କାରାଗାର ଏପରି ଏକ ଦୁନିଆ ଯେଉଁଠାରେ ରକ୍ତପାତକୁ ମଧ୍ୟ ଅପରାଧ ବୋଲି ବିବେଚନା କରାଯାଏ ନାହିଁ, ଯେଉଁଠାରେ ନ୍ୟାୟ ଅପେକ୍ଷା ଶକ୍ତି ଅଧିକ ଉଚ୍ଚ ସ୍ୱରରେ କଥା କୁହେ ଏବଂ ଯେଉଁଠାରେ ସତ୍ୟକୁ ଦମନ କରାଯାଏ। ରାତି ପ୍ରାୟ 9:30 ହୋଇଥିଲା। କାବ୍ୟା ରାଠୋଡ ବର୍ତ୍ତମାନ ଜଣେ ସାଧାରଣ ମହିଳା କଏଦୀ ଭାବରେ ବେଶ ଧାରଣ କରି ଜେଲର ସେହି ଅଂଶରେ ପହଞ୍ଚିଥିଲେ ଯେଉଁଠାରେ ମହିଳା କଏଦୀମାନଙ୍କୁ ଛୋଟ କ୍ୟାବିନରେ ରଖାଯାଇଥିଲା। ସେଠାକାର ପରିବେଶ ଶ୍ୱାସରୁଦ୍ଧ ଏବଂ ଭୟଙ୍କର ଥିଲା। କୌଣସି ସ୍ଥାନରୁ ନିର୍ଯାତନାର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା। ବାଡ଼ିର ଶବ୍ଦ ଶୁଣାଯାଉଥିଲା ଯେତେବେଳେ ନୀରବ ନିସ୍ତେଜ ଆଖି ପରିସ୍ଥିତିର କବଳରୁ ବହନ କରୁଥିଲା। ସମଗ୍ର ପରିବେଶରେ ଏକ ଅଦ୍ଭୁତ ଭୟ ଖେଳିଗଲା। କାବ୍ୟା ଆଗକୁ ବଢ଼ିବା ମାତ୍ରେ ଯାହା ଦେଖିଲେ ତାହା ଭୟଙ୍କର ଥିଲା। କିଛି ପୋଲିସ କର୍ମଚାରୀ ମହିଳା କଏଦୀଙ୍କୁ ନାଚିବାକୁ ବାଧ୍ୟ କରୁଥିଲେ, କେତେକ ସେମାନଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲେ, ଆଉ ଜଣେ ସେମାନଙ୍କୁ କାନ୍ଧ ମାଲିସ କରିବା ବାହାନାରେ ଛୁଉଁଥିଲେ। କେତେକ ସେମାନଙ୍କୁ ଉପହାସ କରୁଥିଲେ, କେତେକ ସେମାନଙ୍କ ଚିତ୍କାରକୁ ଚାପି ଦେଉଥିଲେ ଏବଂ ଅନ୍ୟମାନେ ସେମାନଙ୍କ ହସ ପଛରେ ଯନ୍ତ୍ରଣାକୁ ଲୁଚାଇ ରଖିଥିଲେ। ଏହି ଦୃଶ୍ୟ ଦେଖି ଏଏସ୍ପି କାବ୍ୟା ରାଠୋଡ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଲୋମ ଠିଆ ହୋଇଗଲା, ତାଙ୍କ ହୃଦୟ ଧଡ଼ ଧଡ଼ କରିବାକୁ ଲାଗିଲା। ସେ ପୂର୍ବରୁ ସନ୍ଦେହ କରିଥିଲେ ଯେ ଏହି ସ୍ଥାନଟି କେବଳ ଏକ ଜେଲ୍ ନୁହେଁ, ବରଂ ଏକ ନର୍କ। କିନ୍ତୁ ନିଜ ଆଖିରେ ଏହା ଦେଖିବା ପରେ ସେ ଯେଉଁ ଆଘାତ ପାଇଥିଲେ ତାହା ଆହୁରି ଗଭୀର ଥିଲା। ସେଥିପାଇଁ ସେ ପ୍ରସ୍ତୁତ ଥିଲେ। ସେ ତାଙ୍କ ପୋଷାକରେ ଏକ ଛୋଟ ଗୁପ୍ତ କ୍ୟାମେରା ଲୁଚାଇ ରଖିଥିଲେ, ଲଗାତାର ଭିଡ଼ିଓ ରେକର୍ଡ କରୁଥିଲେ ଏବଂ ଏକ ମାଇକ୍ରୋଫୋନ୍ ଯାହା ସେମାନେ ଯାହା କହୁଥିଲେ ତାହା ବାହାର ଦୁନିଆକୁ ପ୍ରସାରିତ କରୁଥିଲା। ଏସବୁ ବାହାରେ ବସିଥିବା ଏକ ସ୍ୱତନ୍ତ୍ର ବୈଷୟିକ ଦଳ ସହିତ ସଂଯୁକ୍ତ ଥିଲା, ଯାହା ନିରନ୍ତର ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। କାବ୍ୟା ଭିତରକୁ ଯିବା ମାତ୍ରେ ଜଣେ ପୋଲିସ କର୍ମଚାରୀ ତାଙ୍କ ପାଖକୁ ଆସି ଜୋରରେ କହିଲେ, ତୁମେ ଏଠାରେ କିଏ? ମୁଁ ତୁମକୁ ପୂର୍ବରୁ କେବେ ଦେଖିନାହିଁ। ତୁମେ ଏଠାକୁ କିପରି ଆସିଲ? ତୁମର ନାମ କ'ଣ? କାବ୍ୟା ଏକ ଦୀର୍ଘ ନିଶ୍ୱାସ ନେଇ ଶାନ୍ତ ଭାବରେ କହିଲେ, ମହାଶୟ, ମୋତେ ଆଜି ଅଣାଯାଇଛି। ମୁଁ ସକାଳ ସିଫ୍ଟ ପାଇଁ ଆସିଛି। ପୋଲିସ କର୍ମଚାରୀଙ୍କ ଆଖି ସନ୍ଦେହଜନକ ହୋଇଗଲା। ଆପଣ କ'ଣ ଅପରାଧ କରିଛନ୍ତି? ସେ ପଚାରିଲେ। ମୋ ଉପରେ ଚୋରି ଅଭିଯୋଗ ଅଛି ମହାଶୟ, କାବ୍ୟା ଉତ୍ତର ଦେଲେ। କିନ୍ତୁ ମୁଁ ନିର୍ଦ୍ଦୋଷ, ମୁଁ କିଛି କରିନାହିଁ। ପାଖରେ ଠିଆ ହୋଇଥିବା 2-3 ଜଣ ପୋଲିସ କର୍ମଚାରୀ ହସି ଉଠିଲେ। ପ୍ରତ୍ୟେକ କଏଦୀ ଏହା କୁହନ୍ତି। ଜଣେ କହିଲା, ତୁମର ନାମ କୁହ। କାବ୍ୟା ଧୀରେ କହିଲା, ଜୟା। ଏହା ଶୁଣି ସମସ୍ତେ ହସି ଉଠିଲେ। ଏହା କି ପ୍ରକାରର ନାମ? ଜଣେ କହିଲା, ଠିକ୍ ଅଛି, ଆସ, ଆମ ପାଦ ମାଲିସ କର। ତାପରେ ଜଣେ କହିଲା, ଆସ, ଆମକୁ ସେବା ଦିଅ। ମୁଁ ଆଜି ବହୁତ କ୍ଳାନ୍ତ। କାବ୍ୟା ରାଠୋଡ ଦୃଢ଼ ଭାବରେ କହିଲେ, ମହାଶୟ, ମୁଁ ଏଠାରେ ମୋର ସଜା ପୂରଣ କରିବାକୁ ଆସିଛି, ଆପଣଙ୍କ ସେବା କରିବାକୁ ନୁହେଁ। ଆପଣଙ୍କର ପାଦ ମାଲିସ କରିବା ମୋର କାମ ନୁହେଁ। ଏହା ଶୁଣି ଜଣେ ପୋଲିସ ଅଧିକାରୀ କ୍ରୋଧରେ ଫାଟି ପଡ଼ିଲେ। ତୁମେ ବହୁତ କଥା କହୁଛ। ତୁମକୁ ଯାହା କୁହାଯାଇଛି ତାହା କର, ନଚେତ୍ ଆମେ ତୁମକୁ ଏପରି ସ୍ଥାନରେ ବନ୍ଦ କରିଦେବୁ ଯେଉଁଠାରେ ତୁମେ ସାରା ଜୀବନ କାନ୍ଦିବ। କାବ୍ୟା କହିଲେ, ମୁଁ ଏଠାକୁ କାହାର ସେବା କରିବାକୁ ଆସିନାହିଁ। ମୁଁ ଦୁଃଖିତ। ମୁଁ ତୁମର ପାଦ ମାଲିସ କରିବି ନାହିଁ। ଠିକ୍ ସେତିକିବେଳେ ଜଣେ କ୍ଳାନ୍ତ ମହିଳା କଏଦୀ ତାଙ୍କ କୋଠରୀରୁ ଫୁସ୍ଫୁସ୍ କରି କହିଲା, ଝିଅ, ସେମାନଙ୍କ ସହିତ ଅସୁବିଧା କର ନାହିଁ। ସେମାନେ ଯାହା କହୁଛନ୍ତି ତାହା କର, ନଚେତ୍ ସେମାନେ ତୁମକୁ ମାଡ଼ ମାରିବେ ଏବଂ ଅପମାନିତ କରିବେ। ଏଠାରେ ଆମେ ମୁଣ୍ଡ ନୁଆଁଇ ବଞ୍ଚିବାକୁ ବାଧ୍ୟ। କାବ୍ୟା ତାକୁ ଧୀରେ ଧୀରେ ପଚାରିଲା, ତୁମେ ପୂର୍ବରୁ ସେମାନଙ୍କ ବିରୁଦ୍ଧରେ କାହିଁକି ସ୍ୱର ଉଠାଇ ନାହଁ? ମହିଳା ଜଣକ ଭୟଭୀତ ହୋଇ ଉତ୍ତର ଦେଲେ, ମୁଁ ଭୟ କରୁଛି ଝିଅ। ଏଠାରେ ଯିଏ ବି କଥା କହିଲା ତାଙ୍କୁ ଏକାଏକ ବନ୍ଦୀଶାଳାରେ ବନ୍ଦ କରାଯାଉଥିଲା କିମ୍ବା ଆତ୍ମାକୁ ଭୟଭୀତ କରୁଥିବା ରାତିସାରା କାମ କରିବାକୁ ବାଧ୍ୟ କରାଯାଉଥିଲା। ସେହି ମୁହୂର୍ତ୍ତରେ ଜଣେ ପୋଲିସ ଅଧିକାରୀ କାବ୍ୟାର ହାତକୁ ଜୋରରେ ଧରି କହିଲେ, ତୁମେ ଏତେ ସାହସୀ କଥା କହୁଛ? ଆସ, ଆମେ ତୁମକୁ ଏକ କୋଠରୀକୁ ନେଇଯିବୁ।
ଯେଉଁଠାରେ ତୁମର ସମସ୍ତ ଗର୍ବ ଭାଙ୍ଗିଯିବ। କାବ୍ୟା ରାଠୋର ବୁଝିପାରିଲେ ଯେ ଖେଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେ ହୃଦୟରେ ସଂକଳ୍ପ ନେଇଥିଲେ ଯେ ସେ ସବୁ ସହିଯିବେ। ସତ୍ୟ ଉନ୍ମୋଚନ ପାଇଁ ସେ ସବୁ କିଛି ଦେଖିବେ। ତାଙ୍କୁ ଏକ ଅନ୍ଧାର ଏବଂ ନିର୍ଜନ କେବିନ୍କୁ ନିଆଯାଇଥିଲା, ଯେଉଁଠାରେ କେବଳ ସେ ଏବଂ ଅନ୍ୟ 2 ଜଣ ଅଧିକାରୀ ଉପସ୍ଥିତ ଥିଲେ। ଦ୍ୱାର ଭିତରୁ ବନ୍ଦ ଥିଲା। ଜଣେ ଇନ୍ସପେକ୍ଟର କହିଲେ, ଏବେ କୁହ, ତୁମେ କିଏ? ତୁମେ ଏତେ ଯୁକ୍ତିତର୍କ କାହିଁକି କରୁଛ? ଆଜିକାଲି ଝିଅମାନେ ନିଜକୁ ବହୁତ ଚତୁର ବୋଲି ଭାବନ୍ତି। ଅନ୍ୟ ଜଣକ ହସି କହିଲେ, ଆମ ପରି ପୋଲିସ ଭଲ ବନ୍ଧୁ ଏବଂ ବିପଜ୍ଜନକ ଶତ୍ରୁ ମଧ୍ୟ ହୋଇପାରେ। କାବ୍ୟା ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ଶାନ୍ତ ସ୍ୱରରେ ଉତ୍ତର ଦେଲେ, ମହାଶୟ, ମୁଁ କିଛି ଭୁଲ କହିନାହିଁ। ତୁମେ ଦୁହେଁ ମୋତେ ଏଠାକୁ କାହିଁକି ଆଣିଛ? ଆଉ ଜଣେ ଇନ୍ସପେକ୍ଟର କହିଲେ, ଚୁପଚାପ ଠିଆ ହୁଅ। ଆମର ଅଧିକାରୀ ଅଧଘଣ୍ଟା ମଧ୍ୟରେ ଆସିବେ। ସେ ତୁମକୁ କହିବେ ତୁମ ସହିତ କ'ଣ କରିବାକୁ ହେବ। ସେହି ମୁହୂର୍ତ୍ତରେ କାବ୍ୟା ରାଠୋର ଏକ ଚତୁର ରଣନୀତି ପ୍ରୟୋଗ କରିଥିଲେ। କାବ୍ୟା ରାଠୋର ପୂର୍ବରୁ ଜାଣିଥିଲେ ଯେ ଏହି 2 ଇନ୍ସପେକ୍ଟରଙ୍କୁ ମାତ୍ର ଗୋଟିଏ ମାସ ପୂର୍ବରୁ ଜେଲରେ ପୋଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରେ ଏବେ ବି କିଛି ମାନବିକତା ଅଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କୁ ଆତ୍ମାକୁ କଳୁଷିତ କରିଦିଏ। ସେ ବହୁ ଶାନ୍ତ ସ୍ୱରରେ କହିଲେ, ତେବେ ଶୁଣ, ମୋର ପ୍ରକୃତ ନାମ ଜୟା ନୁହଁ, କାବ୍ୟା ରାଠୋର, ଏଏସ୍ପି କାବ୍ୟା ରାଠୋର। ମୁଁ ଜୟପୁର ପୋଲିସ ଷ୍ଟେସନରେ ଏଏସ୍ପି ଏବଂ ତୁମେ ଦୁହେଁ ବର୍ତ୍ତମାନ ଯାହା କରୁଛ ତାହା ରେକର୍ଡ କରାଯାଇଛି। ଏହା ଶୁଣି 2 ଇନ୍ସପେକ୍ଟର ବିଜୁଳି ମାରିବା ପରି ସତର୍କ ହୋଇଗଲେ। କାବ୍ୟା ଧୀର କିନ୍ତୁ ଦୃଢ଼ ସ୍ୱରରେ ପଚାରିଲେ, ମୋତେ ତୁମର ନାମ କୁହ। ଜଣେ ଇନ୍ସପେକ୍ଟର କହିଲେ, ମୋର ନାମ ସୋହନ ସାଇ ଏବଂ ତାଙ୍କ ନାମ ହିତେଶ କୁମାର। ଏଏସ୍ପି କାବ୍ୟା ରାଠୋରଙ୍କ ମୁହଁ ଗମ୍ଭୀର ଥିଲା, କିନ୍ତୁ ତାଙ୍କ ଆଖିରେ ଆତ୍ମବିଶ୍ୱାସର ଚମକ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ବିନା ଦ୍ୱିଧାରେ ସେ କହିଲେ, ମୁଁ ଏଏସ୍ପି କାବ୍ୟା ରାଠୋର। ମୁଁ ତୁମକୁ ଏହା କହିଲି କାରଣ ଏବେ ତୁମେ ଦୁହେଁ ମୋତେ ସାହାଯ୍ୟ କରିବାକୁ ପଡ଼ିବ। ଏହା ମୋର ଏକା କାମ ନୁହଁ, ଏହା ମାନବତାର କାମ। ଏହା ଶୁଣି ଉଭୟ ଇନ୍ସପେକ୍ଟର ହସି ଉଠିଲେ। ଜଣେ କହିଲା, ଓଃ, ଆପଣ ଏଏସ୍ପି? ତେବେ ମୁଁ ରାଷ୍ଟ୍ରପତି ଏବଂ ସେ ପ୍ରଧାନମନ୍ତ୍ରୀ। ଅନ୍ୟ ଜଣେ କହିଲେ, ଆପଣଙ୍କର ଏକ ଚମତ୍କାର ଶୈଳୀ ଅଛି। ଆପଣଙ୍କୁ ଫିଲ୍ମରେ କାମ କରିବା ଉଚିତ। ସେମାନେ ଦୁହେଁ ଖୋଲାଖୋଲି ମଜା କରିବାକୁ ଲାଗିଲେ। ମ୍ୟାଡାମ, ଆମେ ସବୁ କିଛି ଗ୍ରହଣ କରିବୁ। ସେମାନେ ଜଣେ ସାଧାରଣ ମହିଳା କଏଦୀଙ୍କ ସହ ମଜା କରିବା ପରି କଥା ହେଲେ। କିନ୍ତୁ ସେମାନେ ଜାଣିନଥିଲେ ଯେ ସେମାନେ ଯେଉଁ ମହିଳାଙ୍କୁ ମଜା କରୁଥିଲେ ସେ ସେମାନଙ୍କୁ କିଛି ସମୟ ମଧ୍ୟରେ ଥରାଇ ଦେବେ। ଠିକ୍ ସେତିକିବେଳେ କାବ୍ୟା ରାଠୋରଙ୍କ ସ୍ୱର ହଠାତ୍ ଉଡ଼ିଗଲା। ତାଙ୍କ ସ୍ୱରରେ ଏତେ କଠୋରତା ଥିଲା ଯେ କାନ୍ଥଗୁଡ଼ିକ ଥରି ଉଠିଲା। ତୁମେମାନେ କାହା ସହିତ କଥା ହେଉଛ ତାହା ଭୁଲି ଯାଉଛ। ମୁଁ ତୁମକୁ ଶେଷ ଥର ପାଇଁ କହୁଛି, ତୁମର ସୀମା ମଧ୍ୟରେ ରୁହ। ଯଦି ତୁମେ ତୁମର ଅହଙ୍କାର ଭାଙ୍ଗିବ ନାହିଁ, ତେବେ ତୁମେ ସବୁଦିନ ପାଇଁ ତୁମର ଚାକିରି ହରାଇବ। ଏବେ ନୁହେଁ। ଇନ୍ସପେକ୍ଟରଙ୍କ ମୁହଁ ମଳିନ ପଡ଼ିଗଲା। ପ୍ରଥମ ଥର ପାଇଁ ସେମାନେ ଅନୁଭବ କଲେ ଯେ ସେମାନଙ୍କ ସମ୍ମୁଖରେ ଠିଆ ହୋଇଥିବା ମହିଳା କୌଣସି ସାଧାରଣ କଏଦୀ ନୁହନ୍ତି। ଠିକ୍ ସେତିକିବେଳେ ଏଏସ୍ପି କାବ୍ୟା ରାଠୋର ତାଙ୍କ ପକେଟରୁ ତାଙ୍କର ପରିଚୟ ପତ୍ର କାଢ଼ି ସେମାନଙ୍କୁ ଦେଖାଇଲେ। ସେଥିରେ ସ୍ପଷ୍ଟ ଭାବରେ ତାଙ୍କର ନାମ, ପଦବୀ ଏବଂ ପୋଷ୍ଟିଂ ସ୍ଥାନ ଉଲ୍ଲେଖ ଥିଲା। ଏବଂ ତାପରେ ସେମାନେ ଉଭୟଙ୍କ ମୁହଁରୁ ହସ ଉଭାନ ହୋଇଗଲା। ସେମାନଙ୍କ ହାତ ଏବଂ ପାଦ ଥରିବାକୁ ଲାଗିଲା ଏବଂ ଗୋଟିଏ ମୁହୂର୍ତ୍ତରେ ସେମାନେ ଦୁହେଁ ଏଏସ୍ପିଙ୍କ ପାଦ ତଳେ ପଡ଼ିଗଲେ। ମ୍ୟାଡାମ, ଦୟାକରି ଆମକୁ କ୍ଷମା କରନ୍ତୁ। ଆମେ ଏକ ଗୁରୁତର ଭୁଲ କରିଛୁ। ଆମେ ଆପଣଙ୍କୁ ଚିହ୍ନି ପାରିଲୁ ନାହିଁ। ଦୟାକରି ଆମକୁ କ୍ଷମା କରନ୍ତୁ। କାବ୍ୟା ରାଠୋର କହିଲେ, ମୁଁ ଆପଣଙ୍କୁ କ୍ଷମା କରିବି, କିନ୍ତୁ ଗୋଟିଏ ସର୍ତ୍ତରେ। ଆପଣ ମୋତେ ସାହାଯ୍ୟ କରନ୍ତୁ ଏବଂ ସତ୍ୟର ସହିତ ଠିଆ ହୁଅନ୍ତୁ। ଦୁହେଁ ମୁଣ୍ଡ ନୁଆଇ ଏକ ସ୍ୱରରେ କହିଲେ, ହଁ ମ୍ୟାଡାମ, ଆମେ ଆପଣଙ୍କର ପ୍ରତ୍ୟେକ କଥା ମାନିବୁ। ଆପଣ ଯାହା କହିବେ ଆମେ ତାହା କରିବୁ। ଆମେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବୁ। ତାପରେ ସେମାନଙ୍କ ବିଶ୍ୱାସକୁ ପରୀକ୍ଷା କରି କାବ୍ୟା ରାଠୋର କଠୋର ସ୍ୱରରେ ପଚାରିଲେ, ମୋତେ ସତ୍ୟ କୁହନ୍ତୁ, ଏହି ଜେଲରେ ପ୍ରତିଦିନ କ'ଣ ଘଟେ? ବିଶେଷ କରି ରାତିରେ, ଯେତେବେଳେ ସମସ୍ତ ଦ୍ୱାର ବନ୍ଦ ଥାଏ ଏବଂ ମହିଳା କଏଦୀମାନଙ୍କୁ ନିରନ୍ତର ଭୟରେ ରଖାଯାଏ। ସେମାନଙ୍କ ସହିତ କ'ଣ କରାଯାଏ? ଏହା ଶୁଣି 2 ଇନ୍ସପେକ୍ଟର କିଛି ସମୟ ପାଇଁ ନୀରବ ହୋଇଗଲେ। କୋଠରୀରେ ନୀରବତା ଛିଡ଼ା ହୋଇଗଲା। ତାପରେ ସେମାନେ ଗୋଟିଏ ଗୋଟିଏ କରି ମହେଶପାଲ ପୂର୍ବରୁ କହିଥିବା କଥା ବର୍ଣ୍ଣନା କଲେ। ରାତିର ଅନ୍ଧାରରେ ମହିଳା କଏଦୀମାନଙ୍କ ସହିତ କିପରି ଦୁର୍ବ୍ୟବହାର କରାଯାଉଥିଲା, ସେମାନଙ୍କ ସହିତ କିପରି ଅନୁପଯୁକ୍ତ କାର୍ଯ୍ୟ କରାଯାଉଥିଲା, ସେମାନଙ୍କୁ କିପରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା
ଏବଂ ସବୁକିଛି କିପରି ଚୁପ୍ କରିଦିଆଯାଇଥିଲା। ଏସବୁ ଶୁଣି କାବ୍ୟା ରାଠୋରଙ୍କ ମୁହଁ ସ୍ପଷ୍ଟ ଭାବରେ କ୍ରୋଧିତ ହୋଇଗଲା। ଏବେ ସେ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଗଲେ ଯେ ମହେଶ ପାଲ ଯାହା କହିଥିଲେ ତାହା କେବଳ ଏକ ଗୁଜବ ନୁହଁ, ବରଂ କଠୋର ସତ୍ୟ। ସେ ତାଙ୍କ ପକେଟରୁ ଏକ ଗୁପ୍ତ କ୍ୟାମେରା ଏବଂ ମାଇକ୍ରୋଫୋନ୍ କାଢ଼ି ଇନ୍ସପେକ୍ଟରମାନଙ୍କୁ ଦେଇ କହିଲେ, ଏଗୁଡ଼ିକୁ ନିଜ ପାଖରେ ରଖ। ଏଠାରେ ଯାହା ଘଟୁଛି ତାହା ରେକର୍ଡ କର ଏବଂ ମୋତେ ପ୍ରମାଣ ଦିଅ, ଯାହାଦ୍ୱାରା ଆମେ ଯଥାସମ୍ଭବ ପ୍ରମାଣ ସଂଗ୍ରହ କରିପାରିବା। ଦୁଇ ଇନ୍ସପେକ୍ଟର ଟିକେ ସଂକୋଚ କଲେ, କିନ୍ତୁ କାବ୍ୟା ସେମାନଙ୍କୁ ଆଶ୍ୱସ୍ତ କଲେ, ଚିନ୍ତିତ ହୁଅ ନାହିଁ, ମୁଁ ତୁମ ସହିତ ଅଛି। ମୁଁ ଜାଣେ ତୁମେ ଦୁହେଁ ଗତ ମାସରେ ହିଁ ଏଠାରେ ପୋଷ୍ଟିଂ ହୋଇଥିଲ ଏବଂ ତୁମ ରେକର୍ଡ ସମ୍ପୂର୍ଣ୍ଣ ସଫା। ଏହା ଶୁଣି ଦୁଇ ଇନ୍ସପେକ୍ଟର ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପଚାରିଲେ, ମ୍ୟାଡାମ୍, ଆପଣ ଆମ ବିଷୟରେ ଏତେ କିପରି ଜାଣିଲେ? କାବ୍ୟା ଉତ୍ତର ଦେଲେ, ମୋ ପାଖରେ ଛୋଟ କିମ୍ବା ବଡ଼ ପ୍ରତ୍ୟେକ ମିଶନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଅଛି। ମୁଁ ତୁମର ନାମ, ତୁମର ପରିଚୟ ଏବଂ ତୁମର ପିତାମାତାଙ୍କ ବିବରଣୀ ମଧ୍ୟ ଜାଣେ। ଏହା ଶୁଣି ଉଭୟ ଏସ୍ପି କାବ୍ୟା ରାଠୋରଙ୍କ ସହ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କଲେ। ସେହି ରାତିରେ ଦୁଇ ଇନ୍ସପେକ୍ଟର କାବ୍ୟା ରାଠୋରଙ୍କୁ ଏକ ଗୁପ୍ତ ରାସ୍ତା ଦେଇ ଜେଲରୁ ବାହାରକୁ ନେଇଗଲେ। ତାପରେ ଏକ ଗୁପ୍ତ କ୍ୟାମେରା ଏବଂ ମାଇକ୍ରୋଫୋନ୍ ସହିତ ସଜ୍ଜିତ ହୋଇ ସେମାନେ ଜେଲରେ ସେହି ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବାକୁ ଲାଗିଲେ, ଯେଉଁଠାରେ ରାତିର ଅନ୍ଧାରରେ ମହିଳା କଏଦୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ସେମାନେ ସବୁକିଛି ରେକର୍ଡ କରିଥିଲେ। ମହିଳା କଏଦୀମାନଙ୍କର ଚିତ୍କାର, ପୋଲିସ କର୍ମଚାରୀଙ୍କ ଅଶ୍ଳୀଳ କାର୍ଯ୍ୟ ଏବଂ ମାନବତାକୁ ଲଜ୍ଜିତ କରୁଥିବା ଘୃଣ୍ୟ ଆଚରଣ। ପରଦିନ ସେମାନେ ସମସ୍ତ ପ୍ରମାଣ ଏଏସ୍ପି କାବ୍ୟା ରାଠୋରଙ୍କୁ ହସ୍ତାନ୍ତର କଲେ। ଏଏସ୍ପି କାବ୍ୟା ରାଠୋର ସିଧା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଇନ୍ସପେକ୍ଟରମାନେ ରେକର୍ଡ କରିଥିବା ସମ୍ପୂର୍ଣ୍ଣ ଭିଡିଓ ଫୁଟେଜ୍ ଦେଖାଇଲେ। ଅଧିକାରୀମାନେ ସ୍ତବ୍ଧ ହୋଇଗଲେ। କିଛି ମୁହୂର୍ତ୍ତ ପାଇଁ କାର୍ଯ୍ୟାଳୟ ନୀରବ ହୋଇଗଲା। କେହି ବିଶ୍ୱାସ କରିପାରିଲେ ନାହିଁ ଯେ ପୋଲିସ ପୋଷାକ ପିନ୍ଧିଥିବା ଲୋକମାନେ ଏପରି କୁକାର୍ଯ୍ୟ କରିପାରନ୍ତି। ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରି ତୁରନ୍ତ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ଏବଂ ସେହି ଦଳ ସହିତ ସେମାନେ ସମସ୍ତ ସମାନ ଜେଲକୁ ଯାଇଥିଲେ। ଏହି ଜଘନ୍ୟ ଅପରାଧ କରିଥିବା ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ସମସ୍ତ ଅପରାଧୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ରୁଜୁ କରାଯାଇଥିଲା। ବର୍ତ୍ତମାନ କାହାକୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ପରେ ଏସ୍ପି କାବ୍ୟା ରାଠୋରଙ୍କୁ ସମଗ୍ର ବିଭାଗରେ ବ୍ୟାପକ ପ୍ରଶଂସା କରାଯାଇଥିଲା। ସେ ଏକ ଉଦାହରଣ ପାଲଟିଗଲେ ଯେ ଯଦି ଜଣେ ମହିଳା ଦୃଢ଼ ନିଷ୍ପତ୍ତି ନିଅନ୍ତି, ତେବେ ସେ ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥାକୁ ମଧ୍ୟ ପରିବର୍ତ୍ତନ କରିପାରିବେ। ଜେଲରୁ ବାହାରି ଆସିଥିବା ଜଣେ ମହିଳା କଏଦୀ ଭାବପ୍ରବଣ ହୋଇ କାବ୍ୟାଙ୍କ ପାଖକୁ ଯାଇ କହିଲେ, ମ୍ୟାଡାମ୍, ଆପଣ ଆମକୁ ନର୍କରୁ ବାହାର କରିଛନ୍ତି। ଆମେ ଏତେ ଦିନ ଧରି ଏହା ସହି ଆସିଛୁ। କେହି ଆମ କଥା ଶୁଣିନଥିଲେ। ଆମେ ପ୍ରତ୍ୟେକ ଥର ଚୁପ୍ ହୋଇଯାଉଥିଲୁ। ଏହା ଶୁଣି ସେଠାରେ ଠିଆ ହୋଇଥିବା ମୁଖ୍ୟ ଅଧିକାରୀ ମଧ୍ୟ ଭାବପ୍ରବଣ ହୋଇଗଲେ। ସେ କହିଲେ, ମ୍ୟାଡାମ୍, ଆପଣ ଯାହା କରିଛନ୍ତି ତାହା କେହି କେବେ କରିପାରିବେ ନାହାନ୍ତି। ଆମେ ଆପଣଙ୍କୁ ସାହସକୁ ସଲାମ କରୁଛୁ। ସେହି ଦୋଷୀମାନଙ୍କୁ କେବଳ ଦଣ୍ଡ ଦିଆଯାଇନଥିଲା, ବରଂ ସ୍ଥାୟୀ ଭାବରେ ବହିଷ୍କାର ମଧ୍ୟ କରାଯାଇଥିଲା। କାରଣ ସେହି ନୃଶଂସକମାନଙ୍କ ଦ୍ୱାରା କରାଯାଇଥିବା ଅପରାଧ ଅକ୍ଷମଣୀୟ ଥିଲା। ତେଣୁ ବନ୍ଧୁଗଣ, ଏସ୍ପି କାବ୍ୟା ରାଠୋର ତାଙ୍କ ଜ୍ଞାନ, ସାହସ ଏବଂ ସଚ୍ଚୋଟତା ସହିତ ଅନ୍ଧକାର ସତ୍ୟକୁ ପ୍ରମାଣ କଲେ ଏବଂ ବର୍ଷ ବର୍ଷ ଧରି ଭୟରେ ବଞ୍ଚୁଥିବା ନିର୍ଦ୍ଦୋଷ ଲୋକଙ୍କୁ ନ୍ୟାୟ ଦେଲେ। ଏହି କାହାଣୀ ଆମକୁ ଶିଖାଏ ଯେ ପବିତ୍ର ଉଦ୍ଦେଶ୍ୟ ଏବଂ ଉଚ୍ଚ ମନୋବଳ ସହିତ ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥାକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ବନ୍ଧୁଗଣ, ଆପଣ ଆମର ଭିଡ଼ିଓକୁ କିପରି ପସନ୍ଦ କଲେ? ଯଦି ଆପଣଙ୍କୁ ଆମର କାହାଣୀ ପସନ୍ଦ ଆସିଛି, ତେବେ ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ, ଏହାକୁ ଆପଣଙ୍କ ପ୍ରିୟଜନଙ୍କ ସହିତ ସେୟାର କରନ୍ତୁ। ମନ୍ତବ୍ୟ ବିଭାଗରେ ଆମ ଭିଡ଼ିଓ ଉପରେ ଆପଣଙ୍କର ମତାମତ ସେୟାର କରନ୍ତୁ। ଏହିପରି ଅଧିକ ଭିଡ଼ିଓ ଦେଖିବା ପାଇଁ ଏବଂ ଆମ ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆମର ଭିଡ଼ିଓ ତିଆରିର ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ପାଇଁ ସୀମିତ। ଆମେ କାହାର ଜାତି କିମ୍ବା ଧର୍ମକୁ ଆଘାତ ଦେବାକୁ ଚାହୁଁନାହୁଁ। ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ସଚେତନ କରିବା। ରହିଲି, ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖାହେବା।